देखा आज मु देखी सिंह ना श्रृगाल आ पदे घोषी देच द्वितीय थाकर आसिक अरे बाप धन ते किए शिखेला ब्रह्म ज्ञान हे फटा कंठिया होता शुणु न शुणे आई आज आस सजाड़ी तुम कौन एकुटिया छलना गीत गाई आई अरे जिते बेले नृसिंह होता है अनुगुल बीडी कॉलेज तलमूली इत्यादि पाला गाँव से केते सुधा से केते गायक प्रति कौन ही समस्ते कहते होता गोटे कोलिया गायक मुझे आप्लाय करूनी कारण मो श्रोता देखो चाहूना जोटे चाहूना गायकी लाभ कौन कला इंद्रंकर बारदा तमे सिंह कला सिंह होई तमे श्रृगाल थारे साजिलो जाऊ शिशुपाल नाम आदरी ओठी हे महाबाहु हे महाबाहु हे महाबाहु कल तुम सिंह हेई गोटे श्रृगाल ऊपर दाऊ साधिच काकू नहीं कंसटा को मारदेल कंसटा कौन थला सिंह कंस गोटे श्रृगाल कंसु को मारिकी तुम बड़ुआ बोली भाविच नाई द्वापर जुग सफा हैनी सिंहटा बंची से सिंहटा किए आने माघ काव्य आ गोटे श्लोक कौन कहले कला सा बाल आसी देव बुघ्या चतुर्भुज निर्भराति पूर्णेन्दुलोचन जुबाहा कोरा क्रांति मोहि भूतु चकई संशय संप्रति तेज सारबी कवि कहले से सिंहटा किए जानिछ मते इंद्र पठे ताकू जिते शीघ्र पारुछ मार दियो के ना सा बाल आसीति वपुष्या चतुर्भुज सी आउ केही नुए पट खेपे नुआ देशरे नुआ नाटुआ परी शिशुपाल नाम धरिण जगत भी हरि से सिंहटी आउ के नुता ना होची शिशुपाल प्रभु ए विश्व रे ताकू केही मारी पारिबे ताकू मारिबो जणे रम बोला नृसिंह निर्लज ताकू मारिबो जणे से उछंती केवल आपण हे कृष्ण आपण को बाद ताकू आउ केही मारी पारिबे नाही मु आपण गुडिके मने पके दउछि शिशुपालटी तम निज माउसी पुओ भाई बाबा नाम बसतु बोले कुड़ी घर कह गाल बोले जे मामुना को फुडी कहू आगो घर कर भी जानि पारना तू सो बाला हाते ए बुओ साली डाकुनु ता स्त्री के मुंडी आगरे मार दबु कला मामू बोले खुडी की कहू मामू घर कर मो खुडी घर ओह मामू घर करू आ से जाई कहीं ता खुडी कहबो तू जाई कह दऊ घर पाकड़ तो कह दबो ए रे बाला नहीं कवि कहले तम माउसीर नाटी होची दैवकी दैवकीर पुओटी होची शिशुपाल साबाल आसीति वपुष्या चतुर्भुज ए शिशुपालटा जिते बेले जन्म हैला जन्म बेले माँ गर्भरु तार चारिटा हाथ थेला चतुर्भुज
ଦ୍ୱାପରରେ ଜଣେ ଚାରି ହାତ ହେଇକି ମରିଛି। ତ୍ରେତୟାରେ ଜଣେ ଚାରି ପାଦ ହେଇକି ମରିଛି। ସତ୍ୟରେ ଜଣେ ଚାରି ମୁଣ୍ଡ ହେଇକି ମରିଛି। କଳି ଯୁଗରେ କଳି ଯୁଗରେ ଜଣେ ଚାରି ଆଖିଆ ହେଇକି ମରିଛି। ଆମେ ସଦାବେଳେ କହନ୍ତିନି ପୁଅ ଯଦି ଚାରି ଆଖିଆ ନ ହବୁ ଗାଡି ଚଲାନି। ଚାରି ଆଖିଆ ନହେଲେ ଗାଡି ମାରିଯିବ। ର ପାଟି କରନା ବସ। ଚାରି ପାଦିଆ ଚାରି ଆଖିଆ। ଦ୍ୱାପର ଯୁଗରେ ଚାରିଟା ହାତ ହେଲା ଶିଶୁପାଳର। ତ୍ରେତୟା ଯୁଗରେ ଚାରିଟା ପାଦ ହେଲା କଲା ପଦନ୍ତୀ ଲକ୍ଷ୍ମଣ। ମାରିଛ କଣ ଜନ୍ମ ହେଲା ବେଳେ ଚାରିପାଦିଆ ହେଇକି ଥିଲା? ସେ କଣ ମାୟାରେ ହେଇଛି ମାରିଛ? ନା, ଅଭିଶାପ ପାଇଛି ଅଗସ୍ତୀ ବାବାଜୀଙ୍କଠୁ। ଅଗସ୍ତୀ ବାବାଜୀଙ୍କ ହରିଣକୁ ନେଇକି ବାଡେଇକି ଯଜ୍ଞ କୁଣ୍ଡରେ ଚଣ୍ଡାଳ ଯାହା ତ ବାବାଜୀ ହରିଣକୁ ବାଡେଇଲୁ ନାଇଲୁ। ବାବାଜୀ ହରିଣକୁ ନେଇକି ବାବାଜୀ ଯଜ୍ଞ କରୁଛି, ତା ଯଜ୍ଞ କୁଣ୍ଡ ନିଆଁରେ ପୋଡୁଛି, କହୁଛି ପୋଡା ମାଂସ ଖାଇବି। ଆଉ ଯେମିତି ପୋଡିଛି ଗନ୍ଧ ହେଲା ବାବାଜୀ ଅଭିଶାପ ଦେଲେ, ମୋ ଆଶ୍ରମର ମୃଗକୁ ମାରିଛୁ, ମୁଁ ଅଭିଶାପ ଦଉଛି, ତୋର ମରଣ ଏଇ ହରିଣ ଭଳିଆ ହବ। ନା କୋଉଦିନ ହରିଣ ହେଇକି ପ୍ରଭୁ ମୁକ୍ତି ପାଇବି, ନା ଯୋଉଦିନ ରାମକୁ ଦର୍ଶନ କରିବୁ ଆପେ ଆପେ ଚାରିଟା ପାଦ ହେଇଯିବ, ଜୀବ ହେଇଯିବ। ତ୍ରେତୟାରେ ଚାରି ପାଦରେ ମଲା ମାରିଛ, ଦ୍ୱାପରରେ ଚାରି ହାତରେ ମଲା ଶିଶୁପାଳ, ଆଉ ସତ୍ୟ କିଏ ଚାରି ମୁଣ୍ଡିଆ ଦେ ମରିଲେ ମୋ সোনা ଭାଇ ନା କହିବ। ଏବେ ଯାଇ କେଉଁ ପୁରାଣ ପୃଷ୍ଠାରେ କେଉଁ କବିଙ୍କର ଲେଖା ହୋଇଥିବ। ଚାରି ମୁଣ୍ଡରେ କିଏ ମରିଛି? ସତ୍ୟ ଯୁଗରେ। ସର୍ଟ ଟାଇପ କୋଶ୍ଚିନ୍, ଲଙ୍ଗ ଟାଇପ ନାହିଁ, ଗୋଟେ ଧାଡ଼ିକେ ଉତ୍ତର ହବ। କହିବନି ବ୍ରହ୍ମା, ବ୍ରହ୍ମାର ମୁଣ୍ଡ ଚାରିଟା, କହିବନି ବ୍ରହ୍ମା ନାହିଁ। ବ୍ରହ୍ମା କୁଶକେତୁ ବ୍ରହ୍ମାର ମରଣ ହେଇଛି ଗୋଟିଏ ମୁଣ୍ଡ, ପାଞ୍ଚଟା ମୁଣ୍ଡ ଥିଲା ଶିବ ବଜେଇଲା ଯାଗୁଡା, ଗୋଟେ ମୁଣ୍ଡ ଛିଣ୍ଡିଛି, ଚାରି ମୁଣ୍ଡ ହେଇକି ରହିଲା। କିନ୍ତୁ ସତ୍ୟ ଯୁଗରେ ଜଣେ ଅଭିଶାପ ପାଇ ଚାରିଟା ମୁଣ୍ଡ ବହିଛି, ଜଣକ ହାତରେ ମରିଛି, ପ୍ରମାଣ ଅଛି। ଫୋନ କର, ଯା ବର୍ତ୍ତମାନ ଦି ଜଣ ଯା ମୋ ଭାଇନା ବସା ଘରକୁ, ଫୋନ ଲଗେଇକି କୁଆଡେ ବୁଝିବନି, ଆଜ୍ଞା କୋଉଠି ଅଛି ସଜନ। ଉତ୍ତର ଦେଲା ସେତିକି ବେଳେ ଶିଶୁପାଳ ଜନ୍ମ ହେଲା, ତାର ଚାରିଟା ହାତକୁ ତିନିଟା ଆଖି। ଶ୍ରୀ ଅଶୋକ ସମାଜ ଗାୟକ ମହାଶୟଙ୍କ ଆଲୋଚନାରେ ଖୁସି ହୋଇ ଗେଙ୍ଗୁଟିଆ ପଞ୍ଚାୟତ ସମିତି ସଭ୍ୟା ଚିନା ସେଠୀ 100 ଟଙ୍କା ପୁରସ୍କୃତ କରିଛନ୍ତି। ତତ ସଙ୍ଗେ ସଙ୍ଗେ ଗେଙ୍ଗୁଟିଆ ଗ୍ରାମର ଦିଲ୍ଲୀପ କୁମାର ମଲ୍ଲିକ ସେ ମଧ୍ୟ 100 ଟଙ୍କା ପୁରସ୍କୃତ କରିଛନ୍ତି। ଗାୟକ ମହୋଦୟ ତା ସାଦରେ ଗ୍ରହଣ କରିବେ ବୋଲି ସେମାନଙ୍କର ଆଶା ବିଶ୍ୱାସ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଠିକ ଅଛି, ମୋ ସମିତି ସଭ୍ୟା ଭଉଣୀର ତତ ସଙ୍ଗେ ସଙ୍ଗେ ଆମ ଦିଲ୍ଲୀପ ବାବୁଙ୍କର, ଚିନା ଭଉଣୀ ଆଉ ଦିଲ୍ଲୀପ ବାବୁଙ୍କର ଗାୟନ୍ତି ଦେବାହା କିଳ ଗୀତ କାନି ଧ୍ୱନି ଆସ୍ତୁତିରେ ଭାରତ ଭୂମି ଭାଗେ ସ୍ୱର୍ଗାଙ୍ଗ ପବର୍ଗାସ ପଦମାର୍ଗ ଭୂତିରେ ଭବନ୍ତି ଭୂୟ ପୁରୁଷ ସୁରତ୍ୱାତ। ପ୍ରଭୁ ମଙ୍ଗଳ କରନ୍ତୁ, ସତ୍ୟନାରାୟଣ କୃପା କରନ୍ତୁ, ବୋଲାନନ୍ଦେ କବାର। ମନ ଦୁଃଖ କରିବେନି ଆଜ୍ଞା, ମନ ଦୁଃଖ କରିବନି। ପଇସା ଯାକ ନବ,
ଗଲା ବେଳେ ମତେ ସବୁ ଯାକ ସିପି ଟିପିନି ଦବ। କ'ଣ କରିବୁ? ଆଇଲା ବେଳେ ପାଲାକୁ ତା ବୋଉ କହିଲା ତମକୁ ତ ପଇସା ଦିଅନ୍ତିନି ଗାଁରେ ପାଆନ୍ତି ମୁଁ ଜାଣିଛି, ସିଏ ପଇସା ନିଅନ୍ତୁ ତମେ ସିପି ଟିପିନି ବି ଆଣିବ। ମୁଁ କହିଲି ତମେ କ'ଣ କରିବ କି? ସିଏ ମତେ କହିଲା କ'ଣ ତା ବାଉଜୁ ଚିରି ଯାଇଛି ନଗେଇଦବ। ଗୋଟେ କାମ କରୁନୁ, କହୁନୁ ଡର୍ଜନ ଖଣ୍ଡେ ବ୍ଲାଉଜ ନେଇକି ତମ ଘରକୁ ଯିବି। ମୁଖେ ନ ପୂର୍ଣ୍ଣେନ୍ଦୁ ନିଭ୍ରାତି ଲୋଚନ। ହଉ ମୋ ମାଲୋ, ଆୟୁ ଯଶ କୀର୍ତ୍ତି ବିଦ୍ୟା ବଳ ପ୍ରଭବନ୍ତୁ। ଜଗନ୍ନାଥ କୃପା କରନ୍ତୁ, ଭଲ ବିଦ୍ୟା ମୁତ୍ପତ୍ତି ହୋ, ସର୍ବ କଲ୍ୟାଣ ହଉ। ସଜନ ନିଭ୍ରାତି ଲୋଚନ, ଲୋଚନ ବୋଲେ ଆଖି। ଏ ଅସୁରଟା ଯେତେବେଳେ ଶିଶୁପାଳ ଯେତେବେଳେ ଜନ୍ମ ହେଲା, ଚାରିଟା ହାତ ସାଙ୍ଗରେ ତିନିଟା ନେତ୍ର ବୋଲେ ତିନି ଆଖିଆ ଶିବ ଭଳି ଜନ୍ମ ହେଲା। ଦ୍ୱାପର ଯୁଗରେ ତିନି ଆଖିଆ ହେଲେ 2 ଜଣ, ତ୍ରେତୟା ଯୁଗରେ ତିନି ଆଖିଆ ହେଲେ 2 ଜଣ, ସତ୍ୟ ଯୁଗରେ ତିନି ଆଖିଆ ଜଣେ, କଳି ଯୁଗରେ ତିନି ଆଖିଆ ଜଣେ ହେଇଛି। ସତ୍ୟ ଯୁଗରେ ତିନି ଆଖିଆ ହେଲେ ଶଙ୍କର ଭଗବାନ ତ୍ରିନେତ୍ର। ତିନି ଆଖିଆ ନିଶାଖିଆ ରେ ତ୍ରିଲୋଚନ, ତିନି ଆଖିଆ ନିଶାଖିଆ ରେ ତ୍ରିଲୋଚନ। ତିନି ଆଖିଆ ହେଲେ ଶିବ, ଶିବ ଶଙ୍କର ଭଗବାନ। ତିନି ନେତ୍ର ଆଉ ଜଣଙ୍କର ସତ୍ୟରେ ସେ ହେଉଛି ପାର୍ବତୀ। ଆମେ କହିନି ଧ୍ୟାୟେତେ ସୁବର୍ଣ୍ଣ ବର୍ଣ୍ଣାଭ୍ୟା ତ୍ରିନେତ୍ରା ଚାରୁହାସି। ଗଲେ 2। ତ୍ରେତୟା ଯୁଗରେ ତିନି ଆଖିଆ 2 ଜଣ ହେଲେ, ତିନିଟା ନେତ୍ର ବହିଲେ ତ୍ରେତୟା ଯୁଗରେ 2। ସେ କେ ନା ଆପଣ ମାନଙ୍କର ବାବାଜୀ ସରଭଙ୍ଗ ଋଷି ତିନି ନେତ୍ର ହେବାରୁ ଆପଣ ମାନଙ୍କର କବନ୍ଧ ତିନି ନେତ୍ର ହେଲା। ଖାଲି ମୁଣ୍ଡଟା ରହିଲାନି, ଯୋଉଟାକୁ ବିରାଧ ଅସୁର କହନ୍ତି। ମୁଣ୍ଡଟା ହେଇକି ପମ୍ପା ସରୋବର କୂଳରେ ଗଡୁଥିଲା। ରାମ ଲକ୍ଷ୍ମଣ ଯାଇଥିଲେ, 2 ଆଖିରେ ଅନେଇବ, ଗୋଟେ ଆଖିରେ ଆକର୍ଷଣ କରି ଭିଡ଼ିକି ଖାଇବ। ଦ୍ୱାପର ଯୁଗରେ ଶିଶୁପାଳ ହେଲା 3 ଆଖିଆ, ତ୍ରିନେତ୍ର ଶିଶୁପାଳ। ସଜନ ବର୍ଗେ ଉତ୍ତର ଦଉଛନ୍ତି ଦେବର୍ଷି ନାରଦ। କହିଲେ ହେ ଭଗବାନ କୃଷ୍ଣ, ଆପଣ ଏତିକି କରନ୍ତୁ, ନିଶ୍ଚିତ ଭାବରେ ଶିଶୁପାଳକୁ ମାରି ଦିଅନ୍ତୁ, ବିଶ୍ୱ ଶାନ୍ତି ପଡ଼ିଯାଉ। ନଚେତ ଶିଶୁପାଳ ଯଦି ନ ମରିବ ଏ ବିଶ୍ୱରେ ପ୍ରଳୟ ଦେଖାଯିବ। ପ୍ରଭୁ ନା ମୋ ଭାଇଟାକୁ କେମିତି ତମେ ମାରିବି? ଯାହେଲେ ମୋ ଭାଇଟା ନା, ଭାଇଟାକୁ କେମିତି ମାରିବି? ନାରଦ କହିଲା ବେଶୀ ଚାଲାକ ଦେଖାନି ମହାପ୍ରଭୁ, ଭାଇଟାକୁ ତ ମାରିବୁନି, ଭଞ୍ଜାଟାକୁ କେମିତି ମାରିବୁ? ଭାଇଟାକୁ ତ ମାରିବୁନି, ଭଞ୍ଜାଟାକୁ କେମିତି ମାରିଲୁ? ମୁଁ କହିଥିଲି ଅଭିମନ୍ୟୁକୁ ଯିବ। ଶିଶୁପାଳ ବୋଧ ମାଘ କାବ୍ୟ ଚାଲିଥବ, ଅଭିମନ୍ୟୁ ଚାଲିଥବ, ରାଧାକୃଷ୍ଣ ଚାଲିଥବ। କହିଲା ଭାଇ ସମୟ କଣ ମୋର ହେଇଲାଣି କି? ଭଣଜାକୁ କେମିତି ମାରିଲୁ? ହଁ ସେଇଟା କଥା ଲୁଟାଇଗଲା। ତେଣୁ ଭଣଜାଟାକୁ କେମିତି ମାରିଦବୁ? ତୁ ପୁରା ନିଜେ କହିଛୁ ଯସ୍ମିନି ନମୈଶ୍ୱର୍ଯ୍ୟ କୃତାବ୍ୟ କହ ପ୍ରାପ୍ତ ଭାନ୍ତ ଗୋପୀ ଧନୁକସ୍ୟରଣେ ନ କୁର୍ଜାନ ମନୋ ପ୍ରବଣସ୍ୟ ପ୍ରବଣସ୍ୟ ଭୀଷ୍ମ। କହିଲା ହେ ପ୍ରଭୁ, ତୁ ନିଜେ କହିଛୁ ଶୂନ୍ୟପୁରରେ ପୂର୍ବରୁ ଚନ୍ଦ୍ରଙ୍କ ସ୍ତ୍ରୀ ରୋହିଣୀ ପାଖକୁ ଯାଇ ଚନ୍ଦ୍ରଙ୍କର ଦେହରୁ 14ଟା କଳାକୁ ତୁ ଆଣିଲୁ। ଏ 14ଟା କଳାକୁ ଆଣିବୁ, ଆଣିକି ଅଭିମନ୍ୟୁ ବୋଲ ଅନାଦି ଦେହରେ ପୁରେଇବୁ। ଗୋଟିଏ କଳାକୁ ବର୍ଷେ, 14 କଳାକୁ 14 ବର୍ଷ। ଅଭିମନ୍ୟୁ 14 ବର୍ଷ ଯୋଉଦିନ ପୂର୍ଣ୍ଣ ହବ, ସେଇଦିନ ତୁ
କହିଛୁ ନିଜେ ଚନ୍ଦ୍ର ସ୍ତ୍ରୀ ରୋହିଣୀ କି ଅଭିମନ୍ୟୁଟା ମରିବ। ମୁଁ କ'ଣ ଧାତାନନ୍ଦନ ନାରଦ ମତେ ଏତେ କଥା ଜଣା ନାହିଁ। କୃଷ୍ଣ କହିଲ ତମେ କେମିତି ଜାଣିଲ ଅଭିମନ୍ୟୁଟା ମରିବ? ଅଭିମନ୍ୟୁକୁ ମାଇଲା ବାଲା କିଏ ଅଛି ନା ମାତୁଳ ଯସ୍ୟ ଗୋବିନ୍ଦ ପିତା ଯସ୍ୟ ଧନଞ୍ଜୟ অভিমন্যু গণেশে কেন বাধ্যতে তেণু তুমি নিজে কহিছ চন্দ্র স্ত্রী রোহিণী কি বলা ধরা ধারা নাশে ধর্ম প্রকাশে অবতার বছ বহি আজ্ঞা দেবী সুতা দশমী যশোদারি জুড়ি কন্যা ওলাই তু ভଣଜାକୁ ମାରି ପାରିବୁ ମାଉସୀ ପୁଅ ଭାଇଟାକୁ ମାରି ପାରିବୁନି ମାରିଦବୁ ତୁ ତାକୁ ମାରିବୁ ନା ତମେ କେମିତି ଜାଣିଲ ମୁଁ ମାରିବି ବୋଲି ନା ଯେତେବେଳେ ଶିଶୁପାଳର ନାମକରଣ ହେଲା 21 ଦିବସ ଯୋଉଦିନ ଶିଶୁପାଳର 21 ହେଲା ତୁ ମା ସାଙ୍ଗରେ ଯାଇଥିଲୁ ଭାଇ ବୋଲିକି ଦେଖିକି ଗେଲା ରେ କହିଲୁ ମାଉସୀ ଦେଲୁ ମୋ ଭାଇ କେମିତି ଟିକେ ଧରି ପକେଇବି ଦେ ମାଉସୀ ଛୁଆ ଜନ୍ମ କରିକି ଦେଇଥାନ୍ତି ଆରେ ଛୋଟ ଲୋକ ଚଣ୍ଡାଳ ଛୁଆ କାଠିଆ ବିକଳିଆ ବୋଲି ମୁଁ ଜାଣିଥିଲେ ଗାଁରୁ କଲେକ୍ସନ କରିଥାନ୍ତି ଛୁଆ ଆରେ ନିଲଜ ଏ ପାଣି ବୋତଲଟା ନ ଦେଇକି ଚାମଚଟା ଦେଲୁନି ମତେ ଯାହା ହେଲେ ଗୋଟା ଦେଇ ଦେଇଛି ନା ସମ୍ଭାଳି ବସେ ବାପାରେ ଧଇଲୁ ତ ଭାଇ କି ଧରି ପକେଇଲେ କିଏ ନା ଭଗବାନ କୃଷ୍ଣ କାହାକୁ ନା ଶିଶୁପାଳକୁ ଯେମିତି ଧରି ପକେଇଛନ୍ତି ହାତରେ କଲା ଚାହୁଁ ଚାହୁଁ ବେନି ଭୁଜ ଏ କୋଟି ଗଲା ତାର ତୃତୀୟ ନେତ୍ର ମୁଦ୍ରିତ ହୋଇଲା ନାରଦ ଉତ୍ତର ଦେଲେ କହିଲେ ତମେ ଯେତିକି ବେଳେ ଧଇଲ ତାର ଦିଟା ହାତ ଛପିଗଲା ଯୋଉ 3 ନମ୍ବର ଆଖି ଲଲାଟରେ ଯୋଉଟା ଥିଲା ସେଇଟା ଛପିଗଲା ତମ ମାଉସୀ ଦେଖିକି କାନ୍ଦିଲା କାରଣ ବ୍ୟାସଦେବ କହିଥିଲେ ଏ ପୁଅକୁ ସ୍ପର୍ଶ କଲା ମାତ୍ରେ ଯାର ଦ୍ୱାରା ए शिशुपालर दीटा हाथ आ गोटे आखि छपिजिव तारी द्वारा तो पुओ शिशुपालटा मरिब बाबा कांदिला माउसी बापा रे धन मोर तू तो सब कथा जानी छु मु जानी सालेनी मते जळ जळ की देखा गलानी मो पुओटा तोरी हाथे रे मरि जीव रे धन एले बापा रे तू तो ता भाई होबू भाई सबरे तो एति की कहूची तो भाई टाकू तू केबे मारिबुनी रे तो भाई की केबे तू मारिबुनी मां धन रे तते कथा दोछ हां मारिबिनी मो धन जानी थिली रे तू मारिबुनी किंतु गुटी कथा अछि मां कोन धन मु ताकू एति की आशीर्वाद करी मो भाई की जाउछि सत अपराध क्षमा करिबि निश्चय भला करिबि निश्चय राधा भला करिबि निश्चय भला करिबि निश्चय अत्यधिक हेले हेबो मोहस्ते विलय मोहस्ते विनय भला मोहस्ते विनय शहेटा अपराध क्षमा करिबि जो दिन 100 अपराधरु
101 ଅପରାଧ ହେଇଯିବ ମା ଓଲୋ ସେଇଦିନ ମୁଁ ଶିଶୁପାଳଟାକୁ ମାରିଦେବି ଥାନରେ ଯାହା ହଉଛି ଗୋଟେ ଭଲ ବାଟ ରଖିଦେଲୁ ଆଉ ମୋ ପୁଅ 100 ଦୋଷ କରିବନି କି ତୋ ହାତରେ ମାରିବନି ମୋ ଧନ ମୋ ଗେଲୁ ମୋ ଗେଣ୍ଡୁ ମୋ ଧନରେ ମତେ କମ ଭଲ ପାଉଛି ମୋ ଧନ ମୋ ଗେଲୁ ଆରେ ଦେଖେ ମୁଁ କେମିତି ଡାଇଲଗ ଦେବି ଭଲ ପୁରା ସରନି ହେଲା ବାପା ଏତିକି ବେଳେ ଦେବରାଜ ଇନ୍ଦ୍ର ବାର୍ତ୍ତାଟାକୁ ଦେଇ କୃଷ୍ଣଙ୍କ ନିକଟରୁ ଚାଲିଗଲେ ବାବାରେ ଶିଶୁପାଳକୁ ବଧା କର ପାଖରେ ଠିଆ ହେଇଛନ୍ତି ବଳରାମ ମହାପୁର ବଳରାମ କୃଷ୍ଣ କଥାବାର୍ତ୍ତା ହେଲା ବେଳେ ଗୋଟିଏ ଦୂତଟିଏ କୃଷ୍ଣଙ୍କର ନାମକୁ ଗାଇ ଗାଇ ଦ୍ୱାରକା ନଗର ଭିତରେ ପ୍ରବେଶ କଲା कृष्ण केशव वासुदेव दयितारी सुंदर नंद नंदन हजरे मन माधव मधुसूदन भजरे मधुसूदन कृष्ण केशव वासुदेव दयितारी कृष्ण केशव वासुदेव दयितारी सुंदर नंद नंदन भजरे मना माधव मधुसूदन भजरे मन माधव मधुसूदन भजरे परमानंद भज मुरारी मुकुंद भजरे परमानंद भज मुरारी मुकुंद पद्मनाभ कंद तुटी बस गला गंग पद्मनाभ कंद तुटी बस गला गंभ तुटी बय भव भय तुटी बय भव भय कले बंदन भजरे मन माधव मधुसूदन भजरे 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 माधव मधुसूदन भजरे मन माधव मधुसूदन हरे कृष्ण 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 हरे 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 कृष्ण 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 हरे 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 राम 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 हरे 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 राम 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 हरे हरे ये संसार सारा प्रभु ये संसार सारा प्रभु नाम जनन भजरे मन माधव मधुसूदन भजरे
ভজরে ভজরে মাধব মধুসূদন ভজরে মন মাধব মধুসূদন କାହିଁକି ଆସିଛୁ ମନ କିସ ନେବା ପାଇଁ କାହିଁକି ଆସିଛୁ ମନ କିସ ନେବା ପାଇଁ ମାଧବ ମଧୁସୂଦନ ଆସିଛୁ ଲଙ୍ଗଳା ତୁହି ଯିବୁ ଶୂନ୍ୟ ହୋଇ ମାଧବ